ପ୍ରତ୍ୟେକ ଭକ୍ତଙ୍କ ଘରୁ ଅକ୍ଷତ ଚାଉଳ ଓ ଗୁଆ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପହଞ୍ଚିବା ପାଇଁ ସଂଗ୍ରହ କରାଯାଇଛି। ଏଥିପାଇଁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା 17 ତାରିଖ ଦିନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ଅର୍ପଣ ରଥ ସାରା ରାଜ୍ୟରେ ଭ୍ରମଣ କରି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଏବଂ ଚାଉଳ ସଂଗ୍ରହ କରିବା ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅନ୍ତର୍ଗତ ତେଣ୍ଡାପଲ୍ଲୀରେ ଜଡ଼ିତ ଥିବା ଗ୍ରାମ ତେଣ୍ଡାପଲ୍ଲୀ, ଛତାଗହିରା, ପଦ୍ମପୁର, ଶାଗଭାଇଳି, ଘଣ୍ଟିଗୁଡ଼ା ଭ୍ରମଣ କରି ଚାଉଳ ଗୁଆ ସଂଗ୍ରହ କରିଛି। ତେଣ୍ଡାପଲ୍ଲୀଠାରେ ସ୍ଥାନୀୟ ବିଧାୟକ ମୌସୁଦୀ ବାଗ ପରିକ୍ରମା ରଥକୁ ଉଦ୍ଘାଟନ କରିଥିଲେ ଏବଂ ସ୍ଥାନୀୟ ସରପଞ୍ଚ ଗୋଲୋଚନ ଗୋପାଳ ଓ ତାଙ୍କ ସହକର୍ମୀ ସହ ସହାୟକ ଗୋଷ୍ଠୀ ମହିଳାମାନେ ସମସ୍ତେ ଗ୍ରାମ ବୁଲି ଚାଉଳ ଗୁଆ ସଂଗ୍ରହ କରିଥିଲେ। ଏହି ଚାଉଳ ଗୁଆକୁ ପୁରୀ ଜଗନ୍ନାଥ ମନ୍ଦିରକୁ ଭୋଗ ପାଇଁ ଶାସନ ପ୍ରଶାସନ ତରଫରୁ ପୁରୀ ଦାଣ୍ଡକୁ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି। ତେଣ୍ଡାପଲ୍ଲୀରୁ କ୍ୟାମେରାମ୍ୟାନ୍ ସୁଧୀର ଗୋପାଳଙ୍କ ସହ ଜିଲ୍ଲା ପ୍ରତିନିଧି ମାଧବ ଟାକିରିଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍, ଓଡ଼ିଶା।